ଦାୟିତ୍ୱ ଦେବା ଜିନିଷ ଆମ ଠାରେ ନାହିଁ। ତେଣୁ ଏଠି ତିମୋଥି ଲେଖୁଛନ୍ତି, ତିମୋଥିକୁ ପାଉଲ ଲେଖୁଛନ୍ତି ଅନେକ ସାକ୍ଷୀଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋ ଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏହିପରି ବିଶ୍ୱସ୍ତ ଲୋକମାନଙ୍କ ଭିତରେ ସେଇ ସବୁ ସମର୍ପଣ କରୁ। ଯେଉଁମାନେ ବିଶ୍ୱସ୍ତ ଲୋକ, ଯେଉଁମାନେ ଅନ୍ୟମାନଙ୍କୁ କହିବା ପାଇଁ ସମର୍ଥ, ଏଇ ପ୍ରକାର ଲୋକ ତୁମେ କ'ଣ କରିବ? ଦାୟିତ୍ୱ ବର୍ଣ୍ଣନା କରାଯାଇଛି। ଆଉ ଯଦି ତିତୋସରେ ଦେଖିବା, ତିତୋସରେ ଲେଖା ଅଛି 1:5 ଯାହା ଅସମାପ୍ତ ରହିଲା ଉନ୍ନୀତ କର। ତିତୋସକୁ ଆଉ ଏ କଥା ବର୍ଣ୍ଣନା କରନ୍ତି। ତିତୋସ 1:5 ଲେଖା ଅଛି ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପୂର୍ଣ୍ଣ କରିବାକୁ, ପୁଣି ମୋହର ଆଦେଶ ଅନୁସାରେ ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତି କରିବାକୁ ମୁଁ କୀର୍ତ୍ତିରେ ତୁମକୁ ଛାଡ଼ି ଆସିଲି। ଲେଖା ଅଛି ଯେ ଅନ୍ୟ ପ୍ରାଚୀନ ନିଯୁକ୍ତି କର, ଯେପରି ସେମାନେ କ'ଣ କରିବେ? କାର୍ଯ୍ୟ କରିବେ। ବେଳେବେଳେ ସବୁ କାର୍ଯ୍ୟ ଆମେ କରିବାକୁ ଚାହୁଁ, ସବୁ କାର୍ଯ୍ୟ ମୁଁ କରିବି, ଅମୁକଟା କରିବାର ଅଛି ମୁଁ କରିବି, ଅମୁକ ଜିନିଷ କିଣିବାର ଅଛି ମୁଁ କିଣିବି, ଅମୁକ ଜିନିଷ କଥା ଅଛି ମୁଁ କରିବି, ମୁଁ ହେଉଛି ମଣ୍ଡଳୀର ହେଡ୍, ମୋ କଥା ବିନା କିଛି ହେବାକୁ ନାହିଁ। ବେଳେବେଳେ ଆମମାନଙ୍କର ଲାଇଫରେ ସେମିତି, ଆମମାନଙ୍କର ଜୀବନରେ ସେମିତି ଥାଏ, ମୋ ବିନା କିଛି ହେବାକୁ ନାହିଁ। ଠିକ୍, କିନ୍ତୁ ଏଠି ତିତୋସ କହୁଛନ୍ତି ଯେ ଯେଉଁ କାର୍ଯ୍ୟ ଅସମ୍ପୂର୍ଣ୍ଣ ଯେଉଁ ସମସ୍ତ କାର୍ଯ୍ୟ ଅଛି, ପୁଣି ମୋହର ଆଦର୍ଶରେ ଅନେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତି କର। ଯେଉଁଟା ପ୍ରାଚୀନମାନେ କରିପାରିବେ ସେଇ ଦାୟିତ୍ୱ ସେମାନଙ୍କୁ ଦିଅ। ନଗରମାନଙ୍କୁ ସେମାନେ ଯାଆନ୍ତୁ, ସେମାନେ କାର୍ଯ୍ୟ କରନ୍ତୁ, ତାହା ବର୍ଣ୍ଣନା କରାଯାଇଛି। ତେଣୁ ପାଉଲ ଏଠି ତିମୋଥିଙ୍କ ବିଷୟରେ ଆମେ ଦେଖୁଛୁ ଯେ ଯେଉଁମାନେ ବିଶ୍ୱସ୍ତ ସେମାନଙ୍କୁ ତୁମେ ସେ କାର୍ଯ୍ୟ କ'ଣ କର? ଅର୍ପଣ କର। ସେମାନଙ୍କୁ ପରୀକ୍ଷା କର। ସେମାନଙ୍କୁ ପରୀକ୍ଷା କର। ଯେତେବେଳେ ଦେଖୁଛୁ ପ୍ରଥମ ତିମୋଥି 3:10 ବର୍ଣ୍ଣନା କରାଯାଇଛି ଯେ ଯିଏ ପ୍ରଭୁଙ୍କର କାର୍ଯ୍ୟ କରିବ, କାର୍ଯ୍ୟ କରିବା ପାଇଁ ନିୟୋଜିତ ହେବ, ତାଙ୍କୁ କ'ଣ କରିବ? ପରୀକ୍ଷା କରିବ। ତିମୋଥି ପୁସ୍ତକରେ ଆମେ ଦେଖୁଛୁ ଯେ କି ପ୍ରକାର ପରୀକ୍ଷା କରାଯିବ, କ'ଣ ଗୁଣ ହେବାକୁ ହେବ, କି ପ୍ରକାର ତାର ଚରିତ୍ର ହେବାକୁ ହେବ, ସେ ସବୁ ପ୍ରଥମ ତିମୋଥିରେ, ଦ୍ୱିତୀୟ ତିମୋଥିରେ ଆମେ ଦେଖିବାକୁ ପାଉଛୁ। ପ୍ରଥମ ତିମୋଥି 3:10 ଯେତେବେଳେ ପଢ଼ିବା ଲେଖା ଅଛି, ସେମାନେ ମଧ୍ୟ ପ୍ରଥମରେ ପରୀକ୍ଷିତ ହୁଅନ୍ତୁ, ପୁଣି ନିର୍ଦ୍ଦୋଷ ଦେଖାଗଲେ ସେବକ ପଦରେ ନିଯୁକ୍ତି ହୁଅନ୍ତୁ। ସେମାନେ ନିଜକୁ ପରୀକ୍ଷା କରନ୍ତୁ ଯେ ସେଇ କାର୍ଯ୍ୟ କରିବା ପାଇଁ ମୁଁ ଏଲିଜିବୁଲ୍ ଅଛି କି, ସେଇ କାର୍ଯ୍ୟ ହେବା ପାଇଁ କରିବା ପାଇଁ ମୁଁ ସକ୍ଷମ ଅଛି କି, ସେ କାର୍ଯ୍ୟ ମୁଁ କରିପାରିବି କି, ନିଜେ ପରୀକ୍ଷା କରିବା ଦରକାର। ନେଇକି ଏଠି ପାଉଲ କହୁଛନ୍ତି ଯେ ପାଉଲ ବି କହୁଛନ୍ତି ଯେ ସେମାନଙ୍କୁ ପରୀକ୍ଷା କର। ଯେଉଁମାନଙ୍କୁ ଡିକନ ନିଯୁକ୍ତି କରିବ, ଯେଉଁମାନେ ସେବକ ଭାବରେ ଯେଉଁମାନଙ୍କୁ ନିଯୁକ୍ତ କରିବ, ସେମାନଙ୍କୁ ପରୀକ୍ଷା କର, ତାହା ବର୍ଣ୍ଣନା କରାଯାଇଛି। ଯୀଶୁ ଯେତେବେଳେ ଆମେ ଦେଖିବାକୁ ପାରୁଛୁ, ଯୀଶୁଖ୍ରୀଷ୍ଟ ଯେତେବେଳେ ଜଗତରେ ଥିଲେ ସେଇ ସମୟରେ ସେ 70 ଜଣଙ୍କୁ ନିଯୁକ୍ତି କଲେ। 70 ଜଣଙ୍କୁ କ'ଣ କଲେ? ସେ